ସାଙ୍ଗମାନେ ଜୟ ଜଗନ୍ନାଥ। ଗୁଡ଼ ଆଫ୍ଟରନୁନ୍ ସାଙ୍ଗମାନେ। ଭାଉଜ ଆମର କ'ଣ କରୁଛନ୍ତି ଦେଖନ୍ତୁ ସାଙ୍ଗମାନେ। ଗୋଲାପ ଗଛଟି ଲଗାଇଛନ୍ତି, ଡେଲି ଚେକ୍ କରୁଛନ୍ତି କିଏ କାଳେ ନେଇଯାଇଛନ୍ତି କି ନାହିଁ ଚେକ୍ କରୁଛନ୍ତି। ଭଲ ପାଉଛନ୍ତି ସେଇ ଫୁଲଟିକୁ ସାଙ୍ଗମାନେ। ଆଜିର ମଜାଦାର ଢଗ ପଶିଛି ଭାଉଜଙ୍କ ପାଇଁ। ଭାଉଜ ପ୍ରଶ୍ନର ଉତ୍ତର ଦେବେ, କିନ୍ତୁ ସାଙ୍ଗମାନେ ଯେଉଁମାନେ ଆପଣମାନେ ବେଶୀ ଇଚ୍ଛୁକ ହେଉଛନ୍ତି ଗୋଲାପ ଫୁଲଟି ନେବେ ବୋଲି, ତାହେଲେ ଭାଉଜଙ୍କୁ ଆପଣମାନେ କମେଣ୍ଟରେ ଜଣାନ୍ତୁ ଭାଉଜ ଆପଣଙ୍କୁ ଏ ଗୋଲାପ ଫୁଲଟି ଦେବେ କି ନାହିଁ କହିବେ। ସାଙ୍ଗମାନେ ଯଦି କୁହନ୍ତି ଗୋଲାପ ଫୁଲଟି ଆମକୁ ଦିଅ, ଦେବ ନା ଦେବନି? ଦେବ ଦେବ, ତାହେଲେ ଫୁଲ ସବୁ ସରିଯିବ, ସେଇଠୁ କ'ଣ କରିବ? ସାଙ୍ଗମାନେ ଡେଲି ଜଗୁଛନ୍ତି କିନ୍ତୁ ଗୋଲାପ ଫୁଲଟି କେହି ନ ଛିଣ୍ଡାନ୍ତୁ। ଯାହା ହେଉ ସାଙ୍ଗମାନେ, ଆଜି ଏହି ସମୟ ଭିତରେ ଭାବିନେଲି ଭାଉଜଙ୍କୁ ସୁନ୍ଦର ଢଗ ପ୍ରଶ୍ନଟି ପଚାରିଦେବି। ଭାଉଜ କ'ଣ ଉତ୍ତର ଦେଉଛନ୍ତି ଦେଖିନିଅନ୍ତୁ। ଯଦି ଭାଉଜ ଆମର ନ କହିପାରିଲେ ଆପଣମାନେ କମେଣ୍ଟରେ ଲେଖିଦେବେ। ସାଙ୍ଗମାନେ ଭାଉଜ ଚାହୁଁଛନ୍ତି ଯଦି ପ୍ରଥମେ ପ୍ରଶ୍ନଟି ପଚାରିବେ ତାହେଲେ ଭାଉଜଙ୍କ ପ୍ରଶ୍ନ ପ୍ରଥମେ ଶୁଣି ନେବା, ତାପରେ ସେକେଣ୍ଡ ଢଗ ପ୍ରଶ୍ନ, ଥାର୍ଡ଼ ଢଗ ପ୍ରଶ୍ନ ଯଦି ହୁଏ ମୁଁ କହିବି। ତାହେଲେ ଦେଖାଯାଉ ଭାଉଜ ଆମର କ'ଣ ପ୍ରଶ୍ନ ପଚାରୁଛନ୍ତି। ଭିଡ଼ିଓଟିକୁ ଦେଖିନେବା ଶେଷ ପର୍ଯ୍ୟନ୍ତ ଏବଂ ମଜା ନେଇଯିବା। ପଚାର, ସମୟ ହେଇଗଲାଣି। ହଁ, କାଲି ରଥ ଚାଲିଲେ କିଏ କିଏ ଗଲେ? ବଳଭଦ୍ର, ସୁଭଦ୍ରା ଆଉ ଜଗନ୍ନାଥ। ହଁ ହଁ, 3 ଜଣ ଗଲେ। ଲକ୍ଷ୍ମୀ ମାଆକୁ କାହିଁକି ନେଲେ? ଲକ୍ଷ୍ମୀ ମା କାହିଁକି କାନ୍ଦିଲେ? ସାଙ୍ଗମାନେ ଭାଉଜ କ'ଣ କହିଲେ ବୁଝିପାରିଲେ? କାଲି ଗଲେ ଜଗନ୍ନାଥ ଗଲେ, ବଳଭଦ୍ର ଗଲେ, ସୁଭଦ୍ରା ଗଲେ, ଆଉ ଗଲାନି କିଏ? ଗଲେ। କାହାକୁ ନେଲେନି? ଲକ୍ଷ୍ମୀ ମାଆକୁ କାହିଁକି ନେଲେ ନାହିଁ? ସାଙ୍ଗମାନେ ଭାଉଜ ସୁନ୍ଦର ପ୍ରଶ୍ନଟି ପଚାରିଛନ୍ତି ପ୍ରଥମ ଢଗ ପ୍ରଶ୍ନର, କିନ୍ତୁ ମୋ ପ୍ରଶ୍ନଠାରୁ ଭଲ ହୋଇଗଲା ମୁଁ ଭାବୁଛି। କିନ୍ତୁ ଦେଖାଯାଉ ସାଙ୍ଗମାନେ, କାଲି ତ ଆସନ୍ତାକାଲି ଚାଲିଗଲା ଆମର ରଥଯାତ୍ରା, ଯେ କି ଆମର ମହାପ୍ରଭୁ ଗଲେ, ବଳଭଦ୍ର ଗଲେ, ଆଉ ସୁଭଦ୍ରା ବି ଗଲେ। କିନ୍ତୁ ସମସ୍ତେ ସାଙ୍ଗସାଥି ହେଇ ଭାଇ ଭଉଣୀ ଗଲେ, କିନ୍ତୁ ଲକ୍ଷ୍ମୀ ମାଆକୁ କ'ଣ ପାଇଁ ନେଲେ ନାହିଁ? ଆପଣମାନେ ପ୍ଲିଜ୍ ଭାଉଜଙ୍କ କଥାରେ ନିଶ୍ଚିନ୍ତ ଆପଣମାନେ କମେଣ୍ଟ ଦିଅନ୍ତୁ। ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ଦେଖାଯାଉ ସାଙ୍ଗମାନେ କେଉଁ ସାଙ୍ଗମାନେ ଆମର ବେଷ୍ଟ ଫ୍ରେଣ୍ଡ, ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଦେଖନ୍ତୁ ସାଙ୍ଗମାନେ, ଭାଉଜ ଏଠି ଗଛ ଲଗାଇଛନ୍ତି, ଡେଲି ଚେକ୍ କରୁଛନ୍ତି, ପାଣି ଦିଆ କାମ ସରିଯାଇଛି। ତାହେଲେ ସାଙ୍ଗମାନେ ଦେଖନ୍ତୁ ଭାଉଜ ପଚାରିଛନ୍ତି ସୁନ୍ଦର ପ୍ରଶ୍ନଟି। ସାଙ୍ଗମାନେ କହିବେ ନା ନାହିଁ? ଆଶା କ'ଣ ଅଛି? କହିପାରିବେ? କହିପାରିବେ? ଆଉ ସେ ଗୋଲାପ ଫୁଲଟି ଦେଖାଅ, ଯଦି ଦେବାକୁ ଚାହିଁବ ତାହେଲେ ଯିଏ କହିଦେବେ ସାଙ୍ଗମାନେ ଯେ ଗୋଲାପ ଫୁଲଟି ନେବେ, ଭାଉଜ ଖୁସିରେ ଦେବେ। ହଁ, ହେଇ 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 ଦେଖନ୍ତୁ ଭାଉଜ ଧରି କହୁଛନ୍ତି ଆସିକି ନେଇପାରିବେ। ଏଠି ଏଇ ବଡ଼ ଫୁଲ ଟିକେ ଦେବେନି, ସେଇ ସାନ ଫୁଲ ଯଦି ଦେବେ ଦେବେ। ଆଉ ଏ ଫୁଲଟି ଦେବ ମୋତେ କାହିଁ ଜଣାପଡ଼ୁନି। ହଁ, ଦେଖନ୍ତୁ ସାଙ୍ଗମାନେ ଭାଉଜ ସୁନ୍ଦର ଫୁଲଟି ଲଗାଇଛନ୍ତି, କିନ୍ତୁ ଏହି ସମୟ ଭିତରେ ଭଲ ପ୍ରଶ୍ନଟି ବି ପଚାରିଦେଲେ ଆପଣମାନେ ଉତ୍ତର ଶୀଘ୍ର ଶୀଘ୍ର ଦେଇଦିଅନ୍ତୁ ଏବଂ ଏ ଫୁଲଟିକୁ ନେଇଯାଆନ୍ତୁ। ଯେଉଁ ସାଙ୍ଗମାନେ ଏ ପ୍ରଶ୍ନର ଢଗ ପ୍ରଶ୍ନର ଉତ୍ତର ଦେବ ଏ ଫୁଲଟି ସେ ନେବେ, ନା କ'ଣ କହୁଛ? ତାହେଲେ ସାଙ୍ଗମାନେ ଏଇ ଆଖପାଖରେ ଯେମାନେ ଅଛି ସବୁ ପଳେଇ ଆସିବେ, ଫୁଲ ଭାଉଜଙ୍କର ସରିଯିବ, ଭାଉଜ କାନ୍ଦିବେ। ସାଙ୍ଗମାନେ ଶୀଘ୍ର ଶୀଘ୍ର ଦେଖିକି ପଳେଇ ଆସ ଫୁଲ ନେବା ପାଇଁ। ଭାଉଜ କହିଯାଇଛନ୍ତି, ସତ ଦେବେ କି ନ ଦେବେ ଦେଖିବା। ତାହେଲେ ସାଙ୍ଗମାନେ ଆଜି ବହୁତ ମଜା ହେଇଗଲା। ପ୍ରଥମ ଢଗ ପ୍ରଶ୍ନ ସରିଗଲା। ଆସ ଆମେ ଶୁଣିନେବା ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ ଆମର କ'ଣ ଉତ୍ତର ଦେଉଛନ୍ତି। ହଁ, ତାହେଲେ ସେକେଣ୍ଡ ଢଗ ପ୍ରଶ୍ନ ହେଉଛି ଭାଉଜଙ୍କୁ କହିଲେ ଦେଖି। ଖାଇଲେ ବଢ଼ିଯାଏ, ପାଣି ପିଇଲେ ମରିଯାଏ, ରାତିରେ ଅଧିକ ଦେଖାଯାଏ, ଶୀତରେ ଲୋକେ ଚାହାନ୍ତି, ସାବଧାନର ସହିତ ନ ରହିଲେ କ୍ଷତି ହୁଏ, ତାହା କ'ଣ? ସାଙ୍ଗମାନେ ଭାଉଜ ଆମର କ'ଣ କହୁଛନ୍ତି ଶୁଣିବା। ଖାଇଲେ ବଢ଼ିଯାଏ, ପାଣି ପିଇଲେ ମରିଯାଏ, ରାତିରେ ଅଧିକ ଦେଖାଯାଏ, ଶୀତରେ ଲୋକେ ଚାହାନ୍ତି, ସାବଧାନର ଯଦି ନ ରହନ୍ତି ତାହେଲେ କ୍ଷତି ହୋଇଥାଏ। ସାଙ୍ଗମାନେ ଏ ଢଗ ପ୍ରଶ୍ନର ଭାଉଜ ଟିକେ ସାଙ୍ଗମାନେ ଭାଉଜ କହୁଛନ୍ତି ଏ ପ୍ରଶ୍ନଟି ତାଙ୍କ ପାଇଁ ଟିକେ କଷ୍ଟ ଅଛି। ଏ ପ୍ରଶ୍ନର ଉତ୍ତର
କହିପାରୁନାହାନ୍ତି ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସ ଖୋଲା ରଖିଛୁ। ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାକୁ ହେଲେ ଆପଣମାନଙ୍କୁ ସବସ୍କ୍ରାଇବ୍ କରିବାକୁ ପଡ଼ିବ। ଲାଇକ୍ କରିବେ, କମେଣ୍ଟ ସେୟାର କରିଦିଅନ୍ତୁ। ତାହେଲେ ସାଙ୍ଗମାନେ ଆପଣମାନେ ଯଦି ସବସ୍କ୍ରାଇବ୍ କରିଦିଅନ୍ତି ଚ୍ୟାନେଲକୁ ତାହେଲେ ଅଲ୍ ବଟନ୍ଟିକୁ ଦବାଇ ଦିଅନ୍ତୁ। ନୋଟିଫିକେସନ୍ ଅନ୍ ହୋଇଯିବ। ଆପଣମାନଙ୍କ ପାଖକୁ ୟୁଟ୍ୟୁବ୍ ସର୍ଚ୍ଚ କରି ସର୍ବପ୍ରଥମେ ଆପଣ ପାଖକୁ ନୋଟିଫିକେସନ୍ ଆକାରରେ ପଠାଇଦେବେ। ଆପଣମାନେ ନିଶ୍ଚିନ୍ତ ଦେଖିବାର ସୁଯୋଗ ପାଇପାରିବେ। ତାହେଲେ ସାଙ୍ଗମାନେ ଏଇଭଳି ମଜାଦାର ଭିଡ଼ିଓ ଆମେ ଡେଲି ଅପଲୋଡ଼ କରୁଛୁ। ଆପଣମାନେ ଦେଖନ୍ତୁ, ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ଏଇଭଳି ସୁନ୍ଦର ସୁନ୍ଦର ଫୁଲ ମଧ୍ୟ ଦେଖିବାର ସୁଯୋଗ ପାଇବେ। ଆମେ ଏଇ ଫୁଲଟିକୁ ଆପଣମାନଙ୍କୁ ଦେଖେଇବୁ। ଏ ଫୁଲ ଆଜି କେତେ ଛୋଟ ଅଛି, ଆଜି କେତେଟା ଅଛି, ଆଗକୁ ପୁଣି ବଢ଼ି ଚାଲିବ, ଆପଣମାନେ ଦେଖିବାର ସୁଯୋଗ ପାଇପାରିବେ। ତାହେଲେ ସାଙ୍ଗମାନେ ସେକେଣ୍ଡ ଢଗ ପ୍ରଶ୍ନଟି ତ ସରିଗଲା। ଆଉ କ'ଣ କିଛି କହିବ ନା କ'ଣ? ତମର ପ୍ରଶ୍ନ ନାହିଁ, ମୋର ତ ସରିଗଲା ଗୋଟେ ପ୍ରଶ୍ନ। ଆଉ ଗୋଟେ କହିବି ସାଙ୍ଗମାନେ। ତାହେଲେ ମୁଁ କହିଥିଲି ଦୁଇଟି ପଚାରିପାରେ, ନହେଲେ ଗୋଟିଏ ପଚାରିପାରେ, କାରଣ ସମୟ ଆପଣମାନଙ୍କ ପାଇଁ ଟିକେ ଅଛି। ତାହେଲେ ମୁଁ ପଚାରିଦେବି, ଆପଣମାନେ ଭିଡ଼ିଓଟିକୁ ଶୁଣନ୍ତୁ ଏବଂ ମଜା ନିଅନ୍ତୁ। ତାହେଲେ ସାଙ୍ଗମାନେ ମୋର ସେକେଣ୍ଡ ପ୍ରଶ୍ନ ହେଲା, ଏପଟେ ଖୋଲା ସେପଟେ ଖୋଲା, ମଝିରେ 20ରୁ 30 ଥିଲା, ଯିଏ ଭିତରୁ ଯିଏ ବାହାରିଲା ସିଏ ମଲା। କୁହନ୍ତୁ ସେ କ'ଣ? ଏପଟେ ଖୋଲା ସେପଟେ ଖୋଲା, ମଝିରେ 20ରୁ 30 ଥିଲା, ଯିଏ ଭିତରୁ ଯିଏ ବାହାରିଲା ସିଏ ମଲା। ଯିଏ ଭିତରୁ ବାହାରିଲା ସିଏ କିନ୍ତୁ ମଲା। ତାହା କ'ଣ? ସାଙ୍ଗମାନେ ଭାଉଜ ଆମର କ'ଣ କହିବେ ଶୁଣିବା। ଏପଟେ ଖୋଲା ସେପଟେ ଖୋଲା, ମଝିରେ 20ରୁ 30 ଥିଲା, ଯେ ଭିତରୁ ବାହାରିଲା ବାହାରକୁ ସିଏ ମଲା। ସାଙ୍ଗମାନେ ମୁଣ୍ଡରେ ହାତ ଦେଲେ ଭାଉଜ, ଭାଉଜ ମୁଣ୍ଡରେ ହାତ ଦେଇଦିଏ ଟିକେ ଦେଖିବା। କହିପାରିବେନି? ଆଉ ଥରେ ପଚାରିବି ସାଙ୍ଗମାନେ। ଭାଉଜ କହୁଛନ୍ତି ଆଉ ଥରେ କୁହନ୍ତୁ। ସାଙ୍ଗମାନେ ମୁଁ ଆଉ ଥରେ କହିଦେଉଛି, ଆପଣମାନେ କମେଣ୍ଟରେ ନିହାତି ଦେବେ, କାରଣ 3 ଥର ଶୁଣିଲେଣି। ଏପଟେ ଖୋଲା ସେପଟେ ଖୋଲା, ମଝିରେ 20ରୁ 30 ଥିଲା, ଯେ ଭିତରୁ ବାହାରିଲା, ଯିଏ ଭିତରୁ ମାନେ ବାହାରିଲା ବାହାରକୁ ସିଏ ମଲା। ସାଙ୍ଗମାନେ ଆପଣମାନେ କମେଣ୍ଟ ଦିଅନ୍ତୁ। ଆପଣଙ୍କ ଘରେ ଅଛି, ସର୍ବପ୍ରଥମେ ସେ ଜିନିଷଟିକୁ ଆପଣମାନେ ୟୁଜ୍ କରନ୍ତି। ସର୍ବପ୍ରଥମେ ସେ ଜିନିଷଟିକୁ ୟୁଜ୍ କଲେ ଯାହା କରିବ ଘରର କାମ କାର୍ଯ୍ୟ, ତାହେଲେ ସାଙ୍ଗମାନେ ସେଇଟା କ'ଣ ହୋଇପାରେ ଆପଣମାନେ ବାଛି ଦିଅନ୍ତୁ। ଆପଣମାନଙ୍କୁ ମୁଁ ଖୋଲି କହିବିନି, କିନ୍ତୁ ସେ ଜିନିଷଟି ନିହାତି ଦରକାର। ଏବଂ ସେ ଜିନିଷଟି ଯେତେବେଳେ ସର୍ବପ୍ରଥମେ ଘରେ କାମରେ ଲାଗିବ, ସେ ଜିନିଷଟା ନ ଖୋଲିଲେ ତୁମେ କିଛି କରିପାରିବନି। ତାହେଲେ ସାଙ୍ଗମାନେ ଭାବି ଚିନ୍ତି କୁହ। ଭାଉଜ ଆମର ଭାବି କହିଲେନି କବାଟ। ଆପଣମାନେ କମେଣ୍ଟରେ ଦେବେ, ଭାଉଜ ଜାଣିପାରିବେ ଏମିତି କେଉଁ ଜିନିଷ ଯେ କି ଏବେ ସେ ଜିନିଷ କରିସାରି ବନ୍ଦ କରିଦେଇ ସାରିଲେଣି। ତାପରେ ଆପଣମାନେ ଜାଣିପାରୁଥିବେ ସେ ଜିନିଷଟି କହିବେନି। ସାଙ୍ଗମାନେ ଭାଉଜ ଜାଣିଗଲେ କିନ୍ତୁ କହିବେ ନାହିଁ। ଅପସନ୍ଟା ଟିକେ ମାନେ ସାଧା କରି ଆଣିଲି ଭାଉଜଙ୍କ ପାଇଁ, ଭାଉଜ ସେଥିପାଇଁ କହିଦେଲେ। ତାହେଲେ ସାଙ୍ଗମାନେ ଏବେ ସମୟ ହେଇଗଲାଣି, ଏବେ ଆମେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରହନ୍ତୁ। ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଆମେ ଆଣିବୁ। ଆମ ପ୍ରଶ୍ନର ଉତ୍ତରଟି ଆପଣମାନଙ୍କ ପାଖରେ, କିନ୍ତୁ କମେଣ୍ଟ ବକ୍ସଟି ପୁରା ଖୋଲା ଅଛି, ଖାଲି ପୂରଣ କରିଦିଅନ୍ତୁ। ଭାଉଜ ଆମର ଦେଖିଲା ପରେ ଖୁସି ହେଇଯିବେ ନା କ'ଣ କହୁଛ? ଦେଖନ୍ତୁ ସାଙ୍ଗମାନେ ଟିକେ କାଉଁଳିଆ ପାଗ ହେଇ ଆସିଛି। ଭାଉଜଙ୍କ ପାଖରେ ଭାଉଜ ଏ ଗଛ ଚେକ୍ କଲା ସମୟରେ ଭାବିନେଲି ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନଟି ଭାଉଜଙ୍କୁ ପଚାରିଦେବି। ଯାହା ହଉ ସାଙ୍ଗମାନେ ଆଜି ବହୁତ ମଜା ହେଇଗଲା। ଏବେ ସମୟ ହେଇଗଲାଣି, ଏବେ ଆମେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା କରନ୍ତୁ। ରହିଲୁ ସାଙ୍ଗମାନେ, ଜୟ ଜଗନ୍ନାଥ, ନମସ୍କାର।